ଗତକାଲି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଜରିଗ୍ରାମର ଶତାଧିକ ରାମଭକ୍ତ ପୂର୍ବାହ୍ନରେ ନେମରା ହନୁମାନ ପୀଠରେ ପୂଜାର୍ଚ୍ଚନା କରି ଶଙ୍ଖ ହୁଳହୁଳି କୀର୍ତ୍ତନ ଜୟଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ କରି ନଗର ସଂକୀର୍ତ୍ତନ ଗ୍ରାମ ପରିଭ୍ରମଣ କରି ଜରିଗ୍ରାମର ମଦନମୋହନ ମନ୍ଦିର ସନ୍ନିକଟ ହନୁମାନ ମନ୍ଦିରଠାରେ ସମାପନ ହୋଇଥିଲା। ଏହି ସଂକୀର୍ତ୍ତନ ଯିବା ବାଟରେ ବହୁ ମହିଳାମାନେ ହୁଳହୁଳି ଦେଇ ଜୟଶ୍ରୀରାମ ନାରା ଦେଇଥିବାର ପରିଲକ୍ଷିତ ହୋଇଥିଲା। ଉକ୍ତ ଦିନ ସମସ୍ତ ମନ୍ଦିରରେ କଳସ ଘିଅ ଦୀପ ପ୍ରଦାନ କରାଯାଇଥିଲା ଓ ପ୍ରତି ସାହି ବସ୍ତିରେ ଥିବା ଦେବାଳୟରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜ ବିହାରୀ ସାମଲ, ଗଗନ ନାୟକ, ଭୁବନାନନ୍ଦ ସାମଲ, ସୁବୋଧ କୁମାର ସାମଲ, କୁସୁମ ମଲ୍ଲିକ, ବିଚିତ୍ରାନନ୍ଦ ମଲ୍ଲିକ, ପ୍ରଫୁଲ୍ଲ ନାୟକ, ସନ୍ତୋଷ ଧଳ, ଘନଶ୍ୟାମ ବେହେରା, ଯାଦୁନାଥ ସାମଲ, ସରସ୍ୱତୀ ମଲ୍ଲିକ, ଦାମୋଦର ମଲ୍ଲିକ, ବିଶ୍ୱନାଥ ସାମଲ, ପରଶୁରାମ ସାମଲ, ଅର୍ଜୁନ ସାମଲ, ଯୁଧିଷ୍ଠିର ବେହେରା, ଦୁର୍ଯ୍ୟୋଧନ ଜେନା, ରତ୍ନାକର ମଲ୍ଲିକ, କିଶୋର ମଲ୍ଲିକ, ସନ୍ତୋଷ ମଲ୍ଲିକ, ଦୁର୍ଯ୍ୟୋଧନ ମଲ୍ଲିକ, ତାପସନାଥ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଜରି ମଦନମୋହନ ମନ୍ଦିର ପରିସରରେ ଭଜନ କୀର୍ତ୍ତନ ଓ ଶତାଧିକ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।